ହାଇଦ୍ରାବାଦରେ ସେରଙ୍ଗ ଅଞ୍ଚଳର ଦାଦନ ଶ୍ରମିକଙ୍କ ମୃତ୍ୟୁ ଚାନ୍ଦା କରି ଶବକୁ ପଠାଇଲେ ସେଠାକାର ଲୋକେ। ରାଜ୍ୟରେ ଦାଦନ ଶ୍ରମିକଙ୍କ ଦୁଃଖ ଓ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସରକାର ରାଜ୍ୟରୁ ଦାଦନ ଶ୍ରମିକ ଚାଳନ ରୋକିବା ନିମନ୍ତେ ବ୍ୟବସ୍ଥା କରୁଛନ୍ତି ବୋଲି ଘୋଷଣା କରିଆସୁଛନ୍ତି, କିନ୍ତୁ ବାସ୍ତବ ଚିତ୍ର ତାର ବିପରୀତ। ବାହାର ରାଜ୍ୟକୁ ଯାଇ ଦାଦନ ଖଟିବା ସଂଖ୍ୟା ଗଜପତି ଜିଲ୍ଲା ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ ହେଉଛି। ଜିଲ୍ଲା ଗଠନ ହେଲା ପରଠୁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସେଭଳି ଗୁରୁତ୍ୱ ଦେଇନାହାନ୍ତି। ଏହି ଜିଲ୍ଲାରେ ସରକାର କୌଣସି ଶିଳ୍ପାନୁଷ୍ଠାନ ସ୍ଥାପନ କରିବା ତ ଦୂରର କଥା, କୁଟୀର ଶିଳ୍ପ ସ୍ଥାପନ କିମ୍ବା ପ୍ରୋତ୍ସାହନ କରୁନଥିବାର ଦୃଷ୍ଟାନ୍ତ ରହିଛି। ଜିଲ୍ଲାରୁ ପ୍ରତିବର୍ଷ କେତେ ଜଣ ଲୋକ ଦାଦନ ଖଟିବା ନିମନ୍ତେ ବାହାର ରାଜ୍ୟକୁ ଯାଉଛନ୍ତି ତାର କୌଣସି ସଠିକ୍ ତଥ୍ୟ ପ୍ରଶାସନ ନିକଟରେ ନାହିଁ, ଯାହାର କୁପରିଣାମ ପରିବାର ପୋଷଣ ନିମନ୍ତେ ଦାଦନ ଖଟିବାକୁ ଯାଉଥିବା ଲୋକମାନେ ଭୋଗୁଛନ୍ତି। ସେମାନେ କିଭଳି ପରିବେଶ ଓ ଅବସ୍ଥାରେ ରହୁଛନ୍ତି ସେଥିପ୍ରତି ଦୃଷ୍ଟି ଦେବା ନିମନ୍ତେ ସରକାରଙ୍କ ନିକଟରେ କୌଣସି ଯୋଜନା ଥିଲା ଭଳି ପରିଲକ୍ଷିତ ହେଉନି। ତାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ସେରଙ୍ଗ ଥାନା ଅଞ୍ଚଳରେ। ସେରଙ୍ଗ ଗ୍ରାମର ଖ୍ରୀଷ୍ଟିଆନ ସାହିର ସୁମେଶ ଲିମା ନାମକ ଜଣେ ବ୍ୟକ୍ତି ସପରିବାର ଦାଦନ ଖଟିବା ନିମନ୍ତେ ହାଇଦ୍ରାବାଦକୁ ଯାଇଥିଲେ। ସେଠାରେ ସେ ଏକ ଘରୋଇ କମ୍ପାନୀରେ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଆଜି ସକାଳ ସମୟରେ କୌଣସି କାରଣରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ। ଏ ବିଷୟରେ ଜାଣିବା ପରେ ସେଠାରେ ରହୁଥିବା ଲୋକମାନେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ କରାଇଥିଲେ। ତେବେ ମୃତକ ଏବଂ ତାଙ୍କ ପରିବାର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ସେଠାରେ ରହୁଥିବା ସେରଙ୍ଗ ଅଞ୍ଚଳବାସୀ ମାନେ ଚାନ୍ଦା କରି ଶବକୁ ନିଜ ଗ୍ରାମକୁ ପଠାଇବାର ବ୍ୟବସ୍ଥା କରିଥିବାର ଜଣାପଡ଼ିଛି। ଗଜପତି ଜିଲ୍ଲାରୁ ଦାଦନ ଖଟିବାକୁ ଯାଇ ମୃତ୍ୟୁବରଣ କଲେ ସେମାନଙ୍କ ଶବ ଆଣିବା ନିମନ୍ତେ ଲୋକମାନଙ୍କୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି। କିଛି ଦିନ ପୂର୍ବେ ଉଦୟଗିରି ବ୍ଲକ ରଣାଳାଇ ଗ୍ରାମର ଜଣେ ମହିଳାଙ୍କ ତାମିଲନାଡୁରେ ମୃତ୍ୟୁ ଘଟିଥିଲା। ତାଙ୍କର ଶବ ଗାଁରେ ପହଞ୍ଚିଲା ପରେ ଗ୍ରାମବାସୀ ଶବ ଆଣିଥିବା ଗାଡ଼ିକୁ ଟଙ୍କା ଦେଇଥିଲେ। ଜିଲ୍ଲାରେ ବାରମ୍ବାର ଏପରି ଘଟଣା ଗତ କିଛି ବର୍ଷ ହେଲା ଘଟୁଥିଲେ ମଧ୍ୟ ପ୍ରଶାସନ ତରଫରୁ ସେଭଳି କିଛି ଏଭଳି ସମସ୍ୟାର ସମାଧାନ ନିମନ୍ତେ ଏକ୍ସନ ପ୍ଲାନ କଲା ଭଳି ଦୃଷ୍ଟିଗୋଚର ହେଉନି। କେବଳ ସରକାରୀ ଯୋଜନା ଗୁଡ଼ିକ କାନ୍ଥ ବାଡ଼ରେ ଲେଖିବା ଓ କାର୍ଯ୍ୟାଳୟ ସମ୍ମୁଖରେ ବଡ଼ ବଡ଼ ଫ୍ଲାକ୍ସ ଲଗାଇ ବିଭାଗୀୟ ଅଧିକାରୀମାନେ ଚୁପ୍ ହୋଇ ବସୁଛନ୍ତି।